ପିତୃପକ୍ଷରେ କେଉଁ କେଉଁ କାମ ସବୁ ଭୁଲରେ ବି କରିବା ଉଚିତ ନୁହେଁ। ତେବେ ଚାଲନ୍ତୁ ଜାଣିବା ଆଗରୁ ମହାଦେବଙ୍କ ଭକ୍ତଗଣ ଭିଡ଼ିଓଟିକୁ ଗୋଟିଏ ଲାଇକ୍ ସବସ୍କ୍ରାଇବ୍ ନିହାତି କରନ୍ତୁ। ଶ୍ରାଦ୍ଧରେ କୌଣସି ବି ମାଙ୍ଗଳିକ କାର୍ଯ୍ୟ ଯେପରିକି ବିବାହ, ଗୃହପ୍ରବେଶ, ବ୍ରତଘର କୌଣସି ବି ନୂତନ କାର୍ଯ୍ୟ କରିବା ଉଚିତ ନୁହେଁ କି ଏହି ଦିନ ନୂଆ କପଡ଼ା ପିନ୍ଧିବା ଉଚିତ ନୁହେଁ। ପିତୃପକ୍ଷ ସମୟରେ ରସୁଣ, ପିଆଜ, ମଦ, ମାଂସ ସେବନ କରିବା ଉଚିତ ନୁହେଁ। ଏହା ଦ୍ୱାରା ପିତୃ ରୁଷ୍ଟ କରିଥାନ୍ତି ଏବଂ ପିତୃଦୋଷ ଘରେ ଲାଗିଥାଏ। ଝାଡ଼ୁ, ନୂଆ ଫର୍ଣ୍ଣିଚର, ସୁନା ଗହଣା କିଣିବା ଉଚିତ ନୁହେଁ। ସୋରିଷ ତେଲ ଭଗବାନ ଶନିଦେବଙ୍କୁ ଚଢ଼ାଯାଏ, କିନ୍ତୁ ଭୁଲରେ ବି ଏହି ପିତୃପକ୍ଷରେ ସୋରିଷ ତେଲ କିଣନ୍ତୁ ନାହିଁ। ଏହି ସମୟରେ କାହା ସହିତ ଲଢ଼େଇ ଝଗଡ଼ା କରିବା ଉଚିତ ନୁହେଁ। ଯଦି ଆପଣଙ୍କ ଦ୍ୱାରକୁ କେହି ଆସିଥାନ୍ତି ତାଙ୍କୁ ଭୋଜନ ଜରୁର ଖୁଆନ୍ତୁ। ଏହି ପିତୃପକ୍ଷ ପୂଜାରେ ଲୁହା ବସ୍ତୁ ବ୍ୟବହାର କରିବା ଉଚିତ ନୁହେଁ। ଶ୍ରାଦ୍ଧ ସମୟରେ ନଖ, ଦାଢ଼ି, କେଶ କାଟିବା ଉଚିତ ନୁହେଁ।